Sedaiku. Sudah kita. ଶୁଭା ଯାଉଛି ଶୁଭା ଯାଉଛି। ୟେସ୍ ସ୍କ୍ରିନ୍ ଟା ଦେଖା ଯାଉଛି କି? ୟେସ୍ ୟେସ୍ ପ୍ରଭୁଙ୍କ ନାମ ଗୌରବ ହେଉ ପ୍ରଶଂସା ହେଉ ପୁନର୍ବାର ଏହି ସନ୍ଧ୍ୟା ସମୟରେ ତାଙ୍କ ଉପସ୍ଥିତିରେ ଆସି ତାଙ୍କର ଦ୍ୱିଗୁଣ ତତ୍ତ୍ୱ ବାକ୍ୟ ଶିଖିବା ନିମନ୍ତେ ଆଜି ଆମମାନେ ସୁନ୍ଦର ସୁଯୋଗ ପାଇଅଛୁ। ତେଣୁକରି ବିଶେଷ କରି ପ୍ରଭୁଙ୍କର ନାମକୁ ଧନ୍ୟବାଦ ଦିଏ। ଆଜି ଲିନିଆ ସାରଙ୍କର କ୍ଲାସ ଥିଲା କିନ୍ତୁ ସେଠାରେ ବହୁତ ବର୍ଷା ବା ପ୍ରବଳ ବର୍ଷା ହେଇଥିବା ଯୋଗୁଁ ସେ ନେଟୱାର୍କ ବହୁତ ୱିକ୍ ରହିଅଛି ସେ କହିଥିଲେ। ତେଣୁକରି ତାଙ୍କ ବଦଳରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ମୋର ସବଜେକ୍ଟ କଣ୍ଟିନ୍ୟୁ କରିବି ଯୋଉଟା କି ମଣ୍ଡଳୀ ବିଷୟ। ସେ ସାର୍ ଅଲଗା ସବଜେକ୍ଟ ସେ ମାନେ ଆପଣମାନଙ୍କ ସହିତ ସେ ଆଲୋଚନା କରୁଛନ୍ତି ଯୋଉଟା କି ବାଳକ ମାନଙ୍କର ବିଷୟ କେମିତି କେୟାର କରିବାକୁ ପଡିବ, କେମିତି ଲୋକମାନଙ୍କୁ ସାନ୍ତ୍ୱନା ଦେବାକୁ ପଡିବ, ସେ ବିଷୟ ନେଇକି ସେ ବା ସେ ସବଜେକ୍ଟକୁ ନେଇକି ଆପଣମାନଙ୍କ ସମ୍ମୁଖରେ ସେ ଉପସ୍ଥାପନ କରୁଛନ୍ତି। କିନ୍ତୁ ଆଜି ଆମମାନେ ମଣ୍ଡଳୀ ବିଷୟ ଆଜି ଆମମାନେ ଅଧ୍ୟୟନ କରିବା ବା ମାନେ ସେ ବିଷୟରେ ମାନେ ଆଲୋଚନା କରିବା। ତା ପୂର୍ବରୁ ଆସନ୍ତୁ ଆମମାନେ ସଂକ୍ଷିପ୍ତ ଭାବରେ ପ୍ରାର୍ଥନା କରିବା। ପ୍ରାର୍ଥନା କରି ଆମମାନେ ଏ କ୍ଲାସକୁ ଆମମାନେ ଏ କ୍ଲାସରେ ଆମମାନେ ଅଗ୍ରସର ହେବା। ମହାମହିମ ସ୍ୱର୍ଗସ୍ଥ ପିତା ତମର ସେହି ମହତ୍ ଆଶ୍ଚର୍ଯ୍ୟ ପବିତ୍ର ନାମକୁ ଧନ୍ୟବାଦ ଦେଉଛି। ବିଶେଷ କରି ଏଇ ସନ୍ଧ୍ୟା ସମୟରେ ତମ ଉପସ୍ଥିତିରେ ଆମମାନେ ଆସୁଅଛୁ ଖୁଦା, ତୁମେ ଆସ ଏବଂ ତୁମେ ଆମମାନଙ୍କୁ ଜ୍ଞାନ ବୁଦ୍ଧି ଦେଇ ତୁମେ ଆମମାନଙ୍କୁ ବ୍ୟବହାର କର। ବିଶେଷ କରି ଆଜିର ସବଜେକ୍ଟ ଯେଉଁ ମଣ୍ଡଳୀ ବିଷୟ ରହିଅଛି ପିତା ପ୍ରଭୁ, ଏହି ବିଷୟରେ ଅନେକ ନିଗୁଡ ତତ୍ତ୍ୱ ବିଷୟ ରହିଅଛି କିନ୍ତୁ ଆମେ କିଏ ଏସବୁ ବିଷୟ ଶିଖିବା ପାଇଁ ପ୍ରଭୁ ତୁମେ ଆମମାନଙ୍କୁ ବୁଦ୍ଧି ଜ୍ଞାନ ଦିଅ ଯଦ୍ୱାରା ପ୍ରଭୁ ଏ ସମସ୍ତ ବିଷୟ ଶିଖି ଆମମାନଙ୍କର କାର୍ଯ୍ୟରେ ବ୍ୟବହାର କରିପାରିବୁ ଏବଂ ଆମମାନଙ୍କ ପ୍ରାକ୍ଟିକାଲ ଲାଇଫରେ ଏବଂ ଯେଉଁ ସମାଜରେ ଆମମାନେ ବାସ କରିବୁ ଯେପରି ସେ ସମାଜରେ ପ୍ରଭୁ ଗୋଟେ ମଣ୍ଡଳୀ ଭାବରେ ଆମମାନେ ବା ଗୋଟେ କୃଷ୍ଣଙ୍କ ମଣ୍ଡଳୀ ଭାବରେ ଆମମାନେ ରହିବୁ ଏବଂ ଗୋଟେ ମାଣ୍ଡଳିକ ପରିବାର ଭାବରେ ପିତା ଆମମାନେ ସମାଜରେ ବାସ କରିବୁ। ଏଠି ମଧ୍ୟ ପ୍ରଭୁ ସାହାଯ୍ୟ କର। ବିଶେଷ କରି ଏଇ କ୍ଲାସକୁ ତମ ସ୍ଥଳେ ରଖୁଛି ଆରମ୍ଭ ମଧ୍ୟମ ଶେଷ ପର୍ଯ୍ୟନ୍ତ ତୁମେ ଆମମାନଙ୍କ ସହିତ ରହି ସବୁ ବିଷୟ ତୁମେ ସାଧନ କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କରେ ଆମେନ୍। ପ୍ରଭୁଙ୍କ ନାମ ଗୌରବ ହେଉ। ଗତ କ୍ଲାସରେ ଆମମାନେ ଦେଖିଥିଲୁ ଯୋଉଟା କି ମଣ୍ଡଳୀର ତାର ଛବି ବିଷୟ ବା ତାର ସ୍ୱଭାବ ବିଷୟ ଯୋଉ କେତେଗୁଡି ରହିଥିଲା ଆମେ ସେଇ ବିଷୟ ଆମମାନେ ଆଲୋଚନା କରିଥିଲୁ। ଆଜି ଆମମାନେ ଦେଖିବା ମଣ୍ଡଳୀ ଏବଂ ଇସ୍ରାଏଲ ଭିତରେ କଣ ପାର୍ଥକ୍ୟ ରହିଅଛି, କଣ ସାମଞ୍ଜସ୍ୟ ରହିଅଛି। ମଣ୍ଡଳୀ ଏବଂ ଇସ୍ରାଏଲ କଣ ପାର୍ଥକ୍ୟ ରହିଅଛି, କଣ ସମ୍ପର୍କ ରହିଅଛି, ସେ ବିଷୟ ଆଜି ଆମମାନେ ଦେଖିବା। ମୋର ଈଶ୍ୱରଙ୍କ ଲୋକମାନେ ଆମମାନେ ଜାଣିଅଛୁ ଯେ ମଣ୍ଡଳୀ ବି ଗୋଟିଏ ପ୍ରଭୁଙ୍କ ଲୋକମାନଙ୍କୁ ସୂଚାଏ ଏବଂ ଇସ୍ରାଏଲ ଲୋକମାନଙ୍କୁ ମଧ୍ୟ ଇସ୍ରାଏଲ ଲୋକମାନେ ମଧ୍ୟ ପ୍ରଭୁଙ୍କ ଲୋକମାନଙ୍କୁ ସୂଚାଏ ବା ସେମାନେ ମଧ୍ୟ ପ୍ରଭୁଙ୍କ ଲୋକ। They are also a people of God. We are also a people of God. ଆମମାନେ ଗୋଟେ ମଣ୍ଡଳୀ, ଆମେମାନେ ମଧ୍ୟ ପ୍ରଭୁ, ଆମମାନେ ପ୍ରଭୁଙ୍କର ଲୋକ। ହେଲେ ଖ୍ରୀଷ୍ଟ ମରନ୍ତି ଇଟୁ ନାମନ ରାଜି ହେଲେ ଗାପୁଡେ ଏବଂ ସେମାନେ ବି କହନ୍ତି ଆମ୍ଭେମାନେ ମଧ୍ୟ ପ୍ରଭୁଙ୍କର ଲୋକ। We are God's people. କିନ୍ତୁ କୋଉ ବିଷୟରେ ସେ ପାର୍ଥକ୍ୟ ରହିଅଛି ଆଜି ଆମମାନେ ସେ ବିଷୟ ଦେଖିବା। In relation to Israel, the church is a separate entity from Israel and remain distinct from Israel. ମୁଁ ଅଲରେଡି କହିସାରି ଅଛି ଯେ ପ୍ରଭୁଙ୍କ ଲୋକ এই ବିଷୟ ଦୃଷ୍ଟିକୋଣରୁ ଏକା ବିଷୟକୁ ସୂଚାଏ। ମାନେ ମଣ୍ଡଳୀ ଏବଂ ଇସ୍ରାଏଲ ଏକା ବିଷୟକୁ ସୂଚାଏ। କିନ୍ତୁ
जदि देखिबा आइडेंटिटी अनुसार जदि देखिबा इस्राएल आइडेंटिटी अनुसार जदि देखिबा तो जे माने जाकुबंकर वंशरू से माने आसी अछंती केवल से माने ही इस्राएल बोली कुआ जाए मंडली को बा जे माने नूतन नियम रे से माने उत्पत्ति हुई अछंती यीशुंकर शिक्षा पर जे माने यीशुंकर शिक्षा ग्रहण कला परे जे माने मंडली भाबरे उत्पन्न हिचंती से माने इस्राएल बोली कुआ जीव नाही आत्मिक रे हम माने कोई परिबा किंतु आक्षरिक भाबरे हम माने से माननको कहि परिबा नाही आक्षरिक भाबरे से माननको कहि परिबा नाही कि मंडली गुटे इस्राएल किंतु आत्मिक भाबरे से मानको मान इस्राएल बोली मध्ये माने कहि परिबा काहे कि आत्मिक दिगरे से मानको इस्राएल बोली कहिबा जेहेतु वी आर ग्राफ्टेड आले ना बय आन जी के डेलाई इस्राएल इस्राएल मर जंपरा so we are like a grafted enga ale anap jidul ngap be japo oh bam pong ba serpang li taji sta abe akan darah pang pala ji kese taji tapre lang ke chote तो we are like grafted ale anap ji Israel lengan Israel jampara तो ସେମାନଙ୍କ ଦ୍ୱାରା ଆମର କିଛି ଆଇଡେଣ୍ଟିଟି ପାଇଅଛୁ ତ ସେହି ଦୃଷ୍ଟିକୋଣରୁ ହୁଏତ ନ ହୁଏତ କହିଲେ ହେବ ନାହିଁ ଆମମାନେ ଇସ୍ରାଏଲ ବୋଲି ମଧ୍ୟ କହିବା ଆମମାନେ ନିଜକୁ କୋଉ ଦୃଷ୍ଟିକୋଣରୁ ଆତ୍ମିକ ଭାବରେ so here the evidence of this is is as a follow Israel always mean the physical descendant of Jacob जे माने जाकुबଙ୍କ ବଂଶରୁ ସେମାନେ ଉତ୍ପତ୍ତି ହୋଇ ଅଛନ୍ତି ବାସି ଅଛନ୍ତି ସେମାନଙ୍କୁ ହିଁ କେବଳ ଇସ୍ରାଏଲ ବୋଲି କୁହାଯାଏ କିନ୍ତୁ ନୂତନ ନିୟମରେ ଯଦି ଦେଖିବା ଯଦି ନୂତନ ନିୟମରେ ଯଦି ଦେଖିବା ମାନେ ଜାଣିଅଛୁ ଯେ ମଣ୍ଡଳୀ ଉତ୍ପତ୍ତି ହେଲା ବା ମଣ୍ଡଳୀ ଗଠନ ହେଲା ଏବଂ ଅନେକ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କର ଶିକ୍ଷା ସେମାନେ ଶୁଣିଲେ ଏବଂ ସେମାନେ ମଧ୍ୟ ପ୍ରଭୁଙ୍କର ଲୋକମାନେ ସେମାନେ ହେଇଛନ୍ତି ତ ସେମାନେ ବି हम माने इस्राएल बोली कहि परिबा कि आक्षरिक भाबरे सेमानका माने इस्राएल बोली कहिबा नाही कहि परिबा नाही किंतु आत्मिक भाबरे सेमानका माने इस्राएल बोली कहि परिबा तो एटा होची डिफरेंसेस बिटवीन इस्राएल एंड मंडली किंतु जदि देखिबा सो प्रथम करंती तार 10 अध्याय 32 रे जदि देखिबा पॉल कोन कहउचंती ज्यूदी हो कि ग्रीक हो बा अणज्यूदी हो समस्ते समान से दृष्टिकोण आत्मिक भाव में जब आम देखा आपण ज्यूदी हूँ कि किए हूँ वी आर गॉड्स पीपल सो फ्रॉम दैट पर्सपेक्टिव वी आर यू नो नथिंग डिफरेंट तो देयर इज नो डिस्टिंक्शन तो मोर ईश्वर लोक मैंने यहाँ हूँ मंडली एवं इस्राएल कौन कौन पार्थक्य रही अछि एटा होची विषय ओके तो आउ जदि देखिबा कौन कहंती मंडली गुटे राज्य बोली मध्ये कुआजिबा मंडली गुटे राज्य बोली मध्ये कुआजिबा किंगडम ऑफ गॉड ईश्वरଙ୍କ राज्य काहेकि मंडली गुटे ईश्वरଙ୍କ राज्य जेहेतु जीशु होउचंती से राजा बाबरे अछंती प्रभु होउचंती से राजा बाबरे अछंती एवं राजा बाबरे से कोन करूचंती ना मंडली को से शासन करूची मंडली को से फंक्शन कराउचंती बा से परिचालन करूची सो मंडली भी गुटे हु सदृश्य लाइक किंगडम ऑफ गॉड ईश्वरଙ୍କର राज्य एंड देन किमिति प्रथम विषय है यूनिवर्सल किंगडम बोली मध्ये कहा जाए यूनिवर्सल किंगडम विश्व राज्य विश्व ईश्वर राज्य बोली मध्ये कहा जाए जेतु मु ऑलरेडी आरंभ रु ही होई सारी अछि जे मंडली दुई प्रकार जोटा कि लोकल चर्च आ गुटे होची यूनिवर्सल चर्च तो मंडली लोकल चर्च रे अंतर्भुक्त ता सहित यूनिवर्सल चर्च रे भी अंतर्भुक्त तो जदि आमे माने यूनिवर्सल रे जदि अछु तार अर्थ प्रभु आम मान को से कौन करूचंती ना शासन करूचंती गॉड इज रूलिंग अस लाइक ए किंग कितुंगन डोंगले निते
ରାଜା ଅମ୍ରି ଆଇନ ଡଙ୍ଗଲେ ଶାସନ କରୁଛନ୍ତି। ତ ଏଇଟା ହଉଛି ବିଷୟ। ତ ଏଇ ବିଷୟରେ ବା ଏଇ ବିଷୟରେ ଇସ୍ରାଏଲ ଏବଂ ମଣ୍ଡଳୀ ସମାନ। ଯେହେତୁ ପୁରାତନ ନିୟମରେ ଯଦି ଦେଖିବା ପ୍ରଭୁ କେମିତି ଇସ୍ରାଏଲ ଲୋକମାନଙ୍କୁ ସେ ଶାସନ କଲେ ବା କେମିତି ଇସ୍ରାଏଲ ଲୋକମାନଙ୍କୁ ସେ ପରିଚାଳନା କଲେ, ଗୋଟେ ରାଜା ଭାବରେ ସେ ପରିଚାଳନା କଲେ। ଏବଂ ଏଠି ନୂତନ ନିୟମରେ ମଧ୍ୟ ଆମେ ଦେଖିପାରିବା ପ୍ରଭୁଙ୍କର ତାର ଶାସନ ବିଷୟ, ପ୍ରଭୁଙ୍କର ଶାସନ ବିଷୟ। ତ ଏଇ ଦୃଷ୍ଟିକୋଣରୁ ଆମମାନେ କହିପାରିବା କି ମଣ୍ଡଳୀ ଏବଂ ଇସ୍ରାଏଲ କିଛି ପାର୍ଥକ୍ୟ ନୁହଁ, there is nothing difference। କିନ୍ତୁ ଜିନିଓଲୋଜି ଅନୁସାରେ ଶାରୀରିକ ଭାବରେ ଯଦି ଦେଖିବା ତ ଇସ୍ରାଏଲ ଏବଂ ମଣ୍ଡଳୀ ଏଇଟା ହଉଛି ତଫାତ, ଏନେ କେବେ ସେଟା ମିଶିବ ନାହିଁ ଜିନିଓଲୋଜି ଅନୁସାରେ। ବିକଜ ନୂତନ ନିୟମରେ ଯଦି ଦେଖିବା ପ୍ରେରିତ ପୁସ୍ତକରେ କେବଳ ଜିହୁଦୀ ମାନେ ଖ୍ରୀଷ୍ଟିଆନ ହେଇନାହାନ୍ତି, ଅଣ ଜିହୁଦୀ ମାନେ ଖ୍ରୀଷ୍ଟିଆନ ହେଇଛନ୍ତି। ଯଦି ଆପଣ ମାନେ ପଠନ କରିବେ ପ୍ରେରିତ ପୁସ୍ତକ ତାର 1 ଅଧ୍ୟାୟ 8 ପଦରେ କଣ ଲେଖା ହେଇଛି, you preach the gospel till the end of the world। ଶେଷ ପର୍ଯ୍ୟନ୍ତ ମାନେ ବିଭିନ୍ନ ଦେଶକୁ ଯାଇକି ପ୍ରଚାର କର। So here it is not being limited with one particular community। ଏଠି ଗୋଟିଏ ଲୋକମାନଙ୍କ ସହିତ ମାନେ ଲିମିଟ କରାଯାଇ ନାହିଁ। It is beyond limitations। ତ ସେଇ ଦୃଷ୍ଟିକୋଣରୁ ଇସ୍ରାଏଲ ଏବଂ ମଣ୍ଡଳୀ ସମାନ, nothing is difference। ତ ଏଇ ବିଷୟରେ ଆମେ ମାନେ ଶିଖିବାକୁ ପଡିବ। ମାନେ ଯଦି ଦେଖିବା ଆଦ୍ୟ ମଣ୍ଡଳୀରେ ବେଡେ ବେଡେ ପିତର ଏବଂ ପୌଲ ସହିତ ବେଡେ ବେଡେ ଝଗଡା ହଉଥିବ। କୋଉ ବିଷୟରେ? ଏ ଜିହୁଦୀ ଏବଂ ଅଣ ଜିହୁଦୀ ମାନଙ୍କ ବିଷୟରେ ନେଇକି। କେତେ ଜଣ କହିଛନ୍ତି ତାହାର ବହୁତ ଇତିହାସ ବିଷୟ ରହିଅଛି। ଯେହେତୁ ଅନେକ ଜିହୁଦୀ ମାନେ ଯେତେବେଳେ ଖ୍ରୀଷ୍ଟିଆନ ହେଲେ ସେମାନେ ସୁନ୍ନତ ବିବାହ ମାନେ circumcision ସେମାନେ ପ୍ରାକ୍ଟିସ କରୁଥିଲେ। କ୍ରିସ୍ତୁଲିଞ୍ଜି ଦେରି ଜାନା ଗଦଡେ ପ୍ଲେଞ୍ଜି ହେଲେ ପଲ୍ ସେମିତି ସେ ଏନକରେଜ କରିନାହାନ୍ତି। ସେଟା ସେ ବିଷୟ ଆମେ ଦେଖିପାରୁଛୁ। ତ ଯଦି ଆପଣ ମାନେ ଯଦି ଜିହୁଦୀ ହେବା ପାଇଁ ଚାହୁଁଛନ୍ତି ବୋଲେ you have to circumcise ମାନେ ସୁନ୍ନତ ହେବାକୁ ପଡିବ। ସେ ପ୍ରକାର ନୀତି ନିୟମ ସେମାନେ ପାଳନ କରୁଥିଲେ। କିନ୍ତୁ ପଲ୍ ସେମିତି ବିଶ୍ୱାସୀ ମାନଙ୍କୁ ବା ଅଣ ଜିହୁଦୀ ମାନଙ୍କୁ ସେ କଣ କରିନାହାନ୍ତି, ଉତ୍ସାହିତ କରିନାହାନ୍ତି। ଯେହେତୁ ସେଟା କେବଳ କାର୍ଯ୍ୟ, କିନ୍ତୁ ଯଦି ବାସ୍ତବ ଯଦି ଇସ୍ରାଏଲ ହେବା ପାଇଁ ଚାହୁଁଛନ୍ତି ଦେନ୍ ଆମେ ମାନେ କଣ କରିବାକୁ ପଡିବ, ମନକୁ ସୁନ୍ନତ କରିବାକୁ ପଡିବ। ସେଟା ପଲ୍ କହିଛନ୍ତି। ତେଣୁ କରି ମୋର ଈଶ୍ୱରଙ୍କ ଲୋକମାନେ ଆମ୍ଭେ ମାନେ ବେଳେ ବେଳେ କହୁ ଆମେ ମାନେ ଖ୍ରୀଷ୍ଟିଆନ କି ଆମ ଖ୍ରୀଷ୍ଟୁମାର ଦିକି ଖ୍ରୀଷ୍ଟୁମାର ମାନେ ଆଲେ ପ୍ରଥମେ ଆମେ ମାନେ ଗସ୍ପେଲ ଆଣିଛୁ ଆଣିଛୁ। nothing is different sir। ପ୍ରଭୁଙ୍କ ଦୃଷ୍ଟିରେ ସମସ୍ତେ ସମାନ। ଆପଣ ଯୋଉ ଫ୍ୟାମିଲିରେ ଆସନ୍ତୁ କି ସେ ମାନେ ପାଷ୍ଟର ଫ୍ୟାମିଲିରେ ଆସନ୍ତୁ କି ଥିଓଲୋଜିଆନ ଫ୍ୟାମିଲିରେ ଆସନ୍ତୁ କି ସେ ମାନେ ଅର୍ଡିନାରୀ ଫ୍ୟାମିଲିରେ ଆସନ୍ତୁ, there is a nothing difference। କୌଣସି ବି ସେମାନେ ଡିଫରେନ୍ସ କିଛି ନାହିଁ। ପ୍ରଭୁଙ୍କ ଦୃଷ୍ଟିକୋଣରେ ଆମେ ସମସ୍ତେ ସମାନ। ତେଣୁକରି ମୋର ଈଶ୍ୱରଙ୍କ ଲୋକମାନେ ଆମେ ଏ ବିଷୟ ମାନେ ଶିଖିବାକୁ ପଡିବ ଯେ ପ୍ରଭୁ ଆମମାନଙ୍କୁ କେୟାର କରୁଛନ୍ତି। ପ୍ରଭୁ ଆମମାନଙ୍କୁ କଣ କରୁଛନ୍ତି ନା ସାନ୍ସ ଦଉଛନ୍ତି ତାଙ୍କ ଫ୍ୟାମିଲି ହେବା ପାଇଁ। ତ ତାଙ୍କ ମାନେ କଣ କରିବାକୁ ପଡିବ ନା ପଜିଟିଭଲି ଆମେ ମାନେ ରେସ୍ପଣ୍ଡ କରିବାକୁ ପଡିବ। and then how ଗୋଟେ ହଉଛି the militarial kingdom କୋଉ ବିଷୟ ନେଇକି ମଣ୍ଡଳୀ ଏବଂ ଇସ୍ରାଏଲ ସମାନ ବା ମାନେ କିଛି ଡିଫରେନ୍ସ ନୁହଁ। ମେଡିଟେରିଆଲ କିଙ୍ଗଡମ ର ଅର୍ଥ ହଉଛି ଯୋଉଟା କି ଆମେ ଗୋଟେ ମିଡିଏଟର। ଇସ୍ରାଏଲ ମାନେ ବି ଗୋଟେ ମିଡିଏଟର ଟାଇପ୍ସ।
ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ ମିଡିଏଟର୍ସ। ଇସ୍ରାଏଲ ଲୋକମାନଙ୍କୁ କଣ ଦିଆଯାଉଥିଲା? ଅଧିକାର ଦିଆଯାଉଥିଲା। କାର ବିଷୟ କହିବା ପାଇଁ? ପ୍ରଭୁଙ୍କର ବିଷୟ କହିବା ପାଇଁ। ଆମ ମାନଙ୍କୁ ମଧ୍ୟ ସେ ଅଧିକାର ଦିଆଯାଇଅଛି। We are like a mediator, sir. So we are like a mediator kingdom, sir. ଆମ ମାନେ ହଉଛି ଗୋଟିଏ ମିଡିଏଟର। କଣ କହନ୍ତି ଜଣି ଆଜ୍ଞା? ଓଡିଆରେ ମୁଁ ପାଇପାରୁନି। ମିଡିଏଟର ଯିଏ କି ମଝିରେ ମଧ୍ୟସ୍ଥତା ଯିଏ କରିବ। ମଧ୍ୟସ୍ଥ, ଯିଏ କି ମଧ୍ୟସ୍ଥ ହୁଅନ୍ତି। ମଧ୍ୟସ୍ଥ କନଭରସେସନ ପାଇଁ, ମାନେ କମ୍ୟୁନିକେସନ ପାଇଁ ସେମାନେ ରୁହନ୍ତି। ସେମିତି ଇସ୍ରାଏଲ ଏବଂ ମଣ୍ଡଳୀ ସେମିତି ରହିଅଛି। ତ ପ୍ରଭୁ ସେ ପ୍ରକାର ଅଧିକାର ଇସ୍ରାଏଲ ଲୋକମାନଙ୍କୁ ମଧ୍ୟ ଦେଇ ଅଛନ୍ତି, ଏଣ୍ଡ ଦେନ୍ ମଣ୍ଡଳୀକୁ ମଧ୍ୟ ଦେଇ ଅଛନ୍ତି। ତ ଏହି ବିଷୟକୁ ନେଇକି ଯଦି ଦେଖିବା, ତ ମଣ୍ଡଳୀ ଏବଂ ଇସ୍ରାଏଲ ସେମିତି କିଛି ଡିଫରେନ୍ସ ନାହିଁ। ଓକେ, ଏଇଟା ହଉଛି ମୁଁ ସେତିକି ଆଉ ରିଡ୍ କରିବି ନାହିଁ। ବହୁତ ଏକ୍ସାମ୍ପଲ ଗୁଡିକ ରହିଅଛି, କିନ୍ତୁ ତାର ସମରି କେବଳ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହିଁବି। ତା ଗୋଟିଏ ବିଷୟ ହଉଛି ଯୋଉଟା କି ସିକ୍ସଥ ପଏଣ୍ଟ, ଯୋଉଟା କି ବହୁତ ଗୁରୁତ୍ୱ ବିଷୟ ଆମ ମାନେ ଶିଖିବାକୁ ପଡିବ। ଆକ୍ଚୁଆଲି ଆଜିକାଲି ବହୁତ ମଣ୍ଡଳୀ ରହିଅଛି। ମଣ୍ଡଳୀରେ ଅନେକ ଆକ୍ଟିଭିଟି ଚାଲୁଛି ଏବଂ ବିଭିନ୍ନ ବିଷୟକୁ ନେଇକି ମଣ୍ଡଳୀ ଫଙ୍କସନ ହଉଛି। ବିଭିନ୍ନ ବିଷୟକୁ ନେଇକି ଆଡପ ମାନେ ଏବଂ ବିଶ୍ୱାସୀ ମାନେ ଯେମାନେ ମଣ୍ଡଳୀରେ ଅଛନ୍ତି, ସେମାନେ ଅନେକ କାର୍ଯ୍ୟ କରୁଛନ୍ତି। କିନ୍ତୁ ବେସିକ ବିଷୟ ମଣ୍ଡଳୀରେ କଣ କଣ ରହିବା ଦରକାର, କଣ କଣ ଚାଲୁ ରହିବା ଦରକାର, କୋଉ ବିଷୟ ସଦା ରହିବା ଦରକାର, ମାନେ ପ୍ରତ୍ୟେକ ଦିନ ରହିବା ଦରକାର, ସେ ବିଷୟ ଆଜି ଆମେ ମାନେ ନିଶ୍ଚିତ ଦେଖିବା। ଯୋଉଟା କି ଲୋକାଲ ଚର୍ଚ୍ଚ ବିଷୟ। ମୁଁ ଆପଣମାନଙ୍କ ସମ୍ମୁଖରେ ଦୁଇ ପ୍ରକାର ମଣ୍ଡଳୀ ବିଷୟ କହୁଥିଲି। ଗୋଟେ ହଉଛି ଲୋକାଲ ଚର୍ଚ୍ଚ, ଆଉ ଗୋଟେ ହଉଛି ୟୁନିଭର୍ସାଲ ଚର୍ଚ୍ଚ। ତ এই ଯୋଉ ଆମେ ଦେଖିବା ପାଇଁ ଯାଉଅଛୁ, ଏଇଟା ହଉଛି ଲୋକାଲ ଚର୍ଚ୍ଚ ଭିତରେ କଣ କୋଉ ବିଷୟ ଫଙ୍କସନ ହେଇକି ରହିବାକୁ ପଡିବ। ୟୁନିଭର୍ସାଲ ଚର୍ଚ୍ଚ ତ ଯଦି ଦେଖିବା, ଯୋଉଟା କି ଆମକୁ ଯୋଉଟା କି ବ୍ୟକ୍ତିକୁ ବୁଝାଏ ବା ବିଶ୍ୱାସୀ ମାନଙ୍କୁ ବୁଝାଏ, ତ ଆମମାନଙ୍କ ଭିତରେ କଣ କଣ ରହିବ, ମାନେ କଣ କୋଉ ବିଷୟ ଫଙ୍କସନ ହେବାକୁ ପଡିବ। ଡେଫିନେଟଲି ପ୍ରାର୍ଥନା କରିବାକୁ ପଡିବ, ପ୍ରଭୁଙ୍କୁ ଉପାସନା କରିବାକୁ ପଡିବ, ମାନେ ସବୁ ସ୍ପିରିଚୁଆଲ ଆକ୍ଟିଭିଟି ଆମେ କରିବାକୁ ପଡିବ। ସେଟା ହଉଛି ଆମମାନଙ୍କର କଣ କହନ୍ତି ୟୁନିଭର୍ସାଲ ଚର୍ଚ୍ଚର ଫଙ୍କସନ, ତାର କାର୍ଯ୍ୟ କଣ କରିବାକୁ ପଡିବ। ତ ସେଇ ବିଷୟ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବି ନାହିଁ। କିନ୍ତୁ ଲୋକାଲ ଚର୍ଚ୍ଚ, ଯୋଉଟା କି ଦୃଶ୍ୟ ମଣ୍ଡଳୀ, ବିଲ୍ଡିଂ ଭିତରେ ଯୋଉ ଆମେ ସରି ଯୋଉ ବିଲ୍ଡିଂ ଆମେ ଗୋଟେ ଦେଖୁଛୁ, ଏବଂ ଯୋଉ ମଣ୍ଡଳୀରେ 100ଟା କି 200 ଜଣ ବିଲିଭର ରହିଥାନ୍ତି, ସେଠି କଣ କଣ ରହିବା, ମାନେ କୋଉ ଆକ୍ଟିଭିଟି କରିବାକୁ ପଡିବ, କେମିତି ମାନେ ଫଙ୍କସନ ହେବାକୁ ପଡିବ, ସେ ବିଷୟ ଆଜି ଆମେ ସଂକ୍ଷିପ୍ତ ଭାବରେ ଦେଖିବା। ସୋ ପ୍ରଥମ ବିଷୟ ହଉଛି ୱର୍ସିପ। ପ୍ରଥମ ବିଷୟ ହଉଛି ୱର୍ସିପ। ଆକ୍ଚୁଆଲି ମଣ୍ଡଳୀରେ ଉପାସନା ରହିବା ଦରକାର। କେବଳ ପ୍ରିଚିଂ ଗାନ ବେନେ ସେଟା ହେବ ନାହିଁ। କଣ ବି ରହିବା ଦରକାର? ଉପାସନା ବି ରହିବା ଦରକାର। ବେଳେ ବେଳେ ମଣ୍ଡଳୀରେ ଉପାସନା ରହୁନି, କେବଳ ପ୍ରାର୍ଥନା ବି କରିବା ଦରକାର, କିନ୍ତୁ ଉପାସନା ସବୁବେଳେ ରହିବା ଦରକାର। There are several New Testament Greek words designating worship. ଏଠି worship ଶବ୍ଦଟା ଗ୍ରୀକ ଶବ୍ଦରୁ ଆସିଅଛି, proskenio, which means to bow down or prostrate. ଉପାସନାର ଅର୍ଥ ହଉଛି ଯୋଉଟା କି ଆପଣ bow down, ମାନେ ଆମେ तुरंत भी ना like do la big तुम भी नाते गलमते worship ର ଅର୍ଥ ହଉଛି ଆପଣ ପ୍ରଭୁଙ୍କ ଚରଣ ତଳେ ନିଜକୁ ସମର୍ପଣ କରିବା। like ପ୍ଲେନ ଅଡେ ଡୁଙ୍ଗୁଲେ, ଯୋଉଟା କି ଆମ ମାନେ କରିବାକୁ ପଡିବ, ସେଇ ବିଷୟ ଉପାସନାକୁ ସୂଚାଏ। କିନ୍ତୁ ଆଜିକାଲି ଉପାସନା ଯେତେବେଳେ ହଉଛି, କିଏ ତ ମୋବାଇଲ ହାତରେ ଥିଲେ ତ ମୋବାଇଲ ରାଖ ସେଠି ବିଜି। ତ there is no seriousness, ଆଉ କିଛି ସିରିୟସନେସ୍ ନାହିଁ ମଣ୍ଡଳୀରେ।
ତାପରେ ଉପାସନା ଯେତେବେଳେ ହଉଛି ଠିକି ନେତିଜର ଏଇଠି ନେତିଜର ଏତେ ସେ ପ୍ରକାର ମଣ୍ଡଳୀ ମାନଙ୍କର ରହିଅଛି ବା ବିଶ୍ବାସୀ ମାନଙ୍କ ପାଖରେ ରହିଅଛି। ତ ଲୋକାଲ ଚର୍ଚ୍ଚରେ ଉପାସନା ରହିବା ଦରକାର। ତେଣୁକରି ଗସ୍ପେଲରେ ବି ଅନେକ ସେଇ ଶବ୍ଦ ବ୍ୟବହାର କରାଯାଇଅଛି and then ଏପିଷ୍ଟଲରେ ବି ଅନେକ ଥର ଲେଖା ଯାଇଅଛି। ତ ମୋର ଈଶ୍ୱରଙ୍କ ଲୋକମାନେ ଏଇ ଫଙ୍କସନ ବିଷୟ ଯୋଉଟା ମୁଁ କହିଲି worship ଟା କେମିତି କରିବା ଦରକାର, the physical act of going should reflect the inner attitude of heart submission to God। ଯେତେବେଳେ ନିଜକୁ ଆପଣ ଯାଇ में लाइब्रेरी में कितु नाम बोलेन सन्नाडम तेम्बे ଯେତେବେଳେ ନିଜକୁ ସମର୍ପଣ କରିବା ତାର ଅର୍ଥ ମାନେ it is a kind of inner attitude of the heart submission to God। মানে alun jinsring alun ugarresre kitu namang ba asan nadap timbe nati ore kitu namang ba kitu masi asur pe dam timbe nati kanin nati de kon kohonti upasana ନିଜକୁ ସମର୍ପଣ କରିବାକୁ ଭୟ ସହିତ এটা ହଉଛି ଉପାସନା। ତେଣୁକରି ମୋର ଈଶ୍ୱରଙ୍କ ଲୋକମାନେ ଯେତେବେଳେ ଆମେ ଗୋଟେ ମଣ୍ଡଳୀରେ ଅଛୁ ବା ଗୋଟେ ମଣ୍ଡଳୀରେ ଯଦି ଆମମାନେ ଅଛୁ ତ ଆମମାନେ କଣ କରିବାକୁ ପଡିବ, ଆମମାନେ ଉପାସନା କାର୍ଯ୍ୟ କରିବାକୁ ପଡିବ, କାର୍ଯ୍ୟ କରିବାକୁ ପଡିବ ମଣ୍ଡଳୀ ମାନଙ୍କରେ। ଏବଂ କେତେ ତାର ମୁଁ ଦେଖୁଛି ଟ୍ରାଡିସନାଲି ମାନେ ରୀତିନୀତି ଅନୁସାରେ ଚାଲୁଛି ତ ଚାଲୁଛି ସେମିତି ଆଗ ଚାଲୁଥିବ ମାନେ ନା ସେଠି ଆତ୍ମା ଅଛି ନା କଣ ଅଛି। କିଏ କଣ 10ଟା ଗୀତ ଗାଇଲା, କିଏ 3ଟା ଗୀତ ଗାଇଲା, କିଏ 2ଟା ଗୀତ ଗାଇଲା, ଏମିତି ଅଛି। ତ ମୋର ଈଶ୍ୱରଙ୍କ ଲୋକମାନେ ଆମମାନେ ଯେତେବେଳେ ଉପାସନା କରୁ ହୃଦୟ ସହିତ ଆମମାନେ କଣ କରିବାକୁ ପଡିବ, ଉପାସନା କରିବାକୁ ପଡିବ। and then ନିଜର ଶରୀର ନିଜର ଆତ୍ମା ସବୁ ମାନେ କଣ କରିବାକୁ ପଡିବ ନା ପ୍ରଭୁଙ୍କ ହସ୍ତରେ ଆମେ ସମର୍ପଣ କରିବାକୁ ପଡିବ। ଯଦି ଆମମାନେ ଦେଖିବା ରୋମୀ ତାର 12 ଅଧ୍ୟାୟ 1 ପଦରେ କଣ ଲେଖାଯାଏ, ସମସ୍ତ ମାନେ ଆମମାନେ ଗୋଟେ ଲିଭିଂ ସାକ୍ରିଫାଇସ ଭାବରେ ପ୍ରଭୁଙ୍କ ହସ୍ତରେ ଆମର ନିଜକୁ ସମର୍ପଣ କରିବାକୁ ପଡିବ, ସମର୍ପଣ କରିବାକୁ ପଡିବ। ପୁରାତନ ନିୟମରେ ଯେତେବେଳେ ଜିହୁଦୀ ମାନେ ପ୍ରଭୁଙ୍କୁ ପ୍ରଶଂସା ଗୌରବ କଲେ ମାନେ ଯେ କଣ ଲାଇବ୍ରେରୀ ନହେଲେ meeting आप लांबत की माने अब म्हणजे किचून नाम दिनते इथिन आणि जी किचून गुगल जी किचून आदंगाई सेम सिंपल रची। तो एटा ता যদি আমরা দেখিবা আজিকা ডেট রে তো ওয়ার্শিপ দেখো নট ফাংশনিং ওয়েল বেড়ে বেড়ে ওয়ার্শিপ রে परफॉर्मेंस ଅନେକ ଯିଏ ମାନେ ଗିଟାର ବଜାନ୍ତି, ଯିଏ ମାନେ କ୍ୟାସିଓ ବଜାନ୍ତି, ବଜାନ୍ତୁ ଭଲ ଭଲ नो प्रॉब्लम। କିନ୍ତୁ ଆଜିକାଲି ଲୋକ ଦେଖାଣିବା ପାଇଁ ଲୋକମାନେ ଦେଖନ୍ତୁ ବୋଲିକି ଜଣକୁ ଆଟ୍ରାକ୍ସନ କରିବା ପାଇଁ ଏ ପ୍ରକାର ସେମାନେ ଉପାସନା କରନ୍ତି। କିନ୍ତୁ ଏ ସବୁ ବିଷୟରେ ପ୍ରଭୁ ଖୁସି ହୁଅନ୍ତି ନାହିଁ। ପ୍ରଭୁ ସତ୍ୟ ଆତ୍ମାକୁ ସେମାନେ ମାନେ ସତ୍ୟ ହୃଦୟ କଣ ସେ ଚାହାନ୍ତି। ତେଣୁକରି ଜୋନ ତାର 4 ବୋଧେ 24 ରେ କଣ ଲେଖା ହେଇଛି, worship the Lord with the spirit and the truth। ପ୍ରଭୁଙ୍କୁ କଣ କରିବାକୁ ପଡିବ, ସତ୍ୟ ସହିତ ଏବଂ ଆତ୍ମା ସହିତ କଣ କରିବାକୁ ପଡିବ, ଆମମାନେ ଉପାସନା କରିବାକୁ ପଡିବ। ତେଣୁକରି ମୋର ଈଶ୍ୱରଙ୍କ ଲୋକମାନେ ଆମମାନେ ନିଜକୁ ସମୀକ୍ଷା କରିବା, ଆମମାନେ କେମିତି ମଣ୍ଡଳୀରେ ଅଂଶ ନେବାକୁ ପଡିବ। ଆମମାନେ ଗୋଟିଏ ଲୋକାଲ ଚର୍ଚ୍ଚରେ ଆମମାନେ ଅଛୁ, ଲୋକାଲ ଚର୍ଚ୍ଚରେ ଆମମାନେ ଅଛୁ। ତ ସେଇ ଲୋକାଲ ଚର୍ଚ୍ଚରେ କେମିତି ଆମମାନେ ଉପାସନା କାର୍ଯ୍ୟ ଆମମାନ କରିବାକୁ ପଡିବ ସେ ବିଷୟ ମାନେ ଏ ବିଷୟରେ ଆମମାନେ ଅବଗତ ହେବାକୁ ପଡିବ। ଆଉ ଗୋଟିଏ ବିଷୟ ମୁଁ ଆଉ ଗୋଟେ ପଏଣ୍ଟ ମୁଁ ନେବି ତାପରେ ସମାପ୍ତ କରିବା। ଇନଷ୍ଟ୍ରକ୍ସନସ ଉପଦେଶ, ମଣ୍ଡଳୀର ଉପଦେଶ ରହିବା ଦରକାର। ଯଦି ଉପଦେଶ ନାହିଁ ତ ୟୁଜଲେସ୍। କାହିଁକି ଶିକ୍ଷା ଓକେ preaching is necessary, yes sir, I agree। ସତ୍ୟ preaching ଆଲବେନ ହେବ ନା ଉପଦେଶ ବି ଦରକାର। କେମିତି? yes through preaching, through teaching ଏସବୁ ବିଷୟ ମାନେ କଣ କରିବାକୁ ପଡିବ, ଆମମାନେ ଦେଖିବାକୁ ପଡିବ। ଟିଚିଂ एक्चुअली କାହିଁକି ଟିଚିଂ ଦରକାର? ଆଜିକାଲି ମଣ୍ଡଳୀରେ
विश्वासी विश्वासी माने परिपक्व हेई नांती मेचर हेई नांती केतेक आत्मिक विषय रे सेमानकु आत्मिक दिगरे एवं बिब्लिकल विषय रे एवं डॉक्ट्रिनिकल विषय रे सेमान कोन करिबा को पड़बो टीचिंग देबा को पड़िबो इंस्ट्रक्शन देबा को पड़िबो आजि काली टीचिंग से माने बोलो प्राय बिलीवर माने टीचिंग से माने बोलो लागु नथिबे काहेकि जेहेतु टीचिंग ता टिके जेहेतु सेठी जोक्स एंड आउ कोन कोनती ये विभिन्न प्रकार इंटरप्रिटेशन आनी की विभिन्न प्रकार एग्जांपल माने ब्लेसिंग विषय हिलिंग विषय से माने प्राय कहती ना माने सब्जेक्ट टीचिंग माने टीचिंग वन पर्टिकुलर सब्जेक्ट है से माने ए विषय से माने लाइक करती ना तो मु कोन पे टीचिंग आवश्यक बोली कहूची जेतो आजिकली आधुनिक जुग रे विभिन्न प्रकार प्रचारक माने बाहरी चंदी वे तो प्रचारक माने जदि बड़ प्रचारक ही नथिबो जदि से रॉन्ग डॉक्ट्रिन नहीं कि आसीबो देयर इज ए पॉसिबिलिटी टू मिसगाइड they may misguide believers वे तो से माने अलगा आले से माने रॉन्ग टीचिंग रे से माने नहीं पारंती लोक मान सो तेणु करी विश्वासिनी माने एडवांस रहिबा दरकार जदि आपण माने देखिबे प्रभु मोर ईश्वर को लोक माने सिटी चर्च मान करे जनी आज्ञा जानिथिबे एवं आपण माने जानिथिबे कि सिटी चर्च माने जो जगह रे माने सिटी जगह रे जो चर्च गुडी कर रही अछि से माने पूरा एडवांस काहे कि रोहंती जेतु सेठी टीचिंग एज वेल एज प्रीचिंग एवं विभिन्न प्रकार सेमिनार विभिन्न प्रकार क्लास एंड देन बाइबल स्टडी ए प्रकार रोहुची एमिति बाइबल स्टडी टीचिंग्स ए प्रकार रहिले मोर ईश्वर को लोक माने जे कोनोसी रॉन्ग टीचर आसिले मध्ये आमानकर विश्वास केबे हलाई परिबाना तेणु करी इंस्ट्रक्शन भी दरकार इंस्ट्रक्शन को विषय नहीं कि आत्मिक विषय तो नहीं कि रॉन्ग डॉक्ट्रिन विषय नहीं कि एवं किमिति गॉडली लाइफ रहबा को पड़िबो किमिति सबमिसिव लाइफ रहबा को पड़िबो ए सब विषय रे कोन करबा को पड़िबो ना मंडली रे इंस्ट्रक्शन पाड़क देबा पाड़क गुटे इंस्ट्रक्शन देबा उचित एंड डिकन माने इंस्ट्रक्शन देबा उचित से माने जनंग माने से माने इनिशिएटिव ने कि इंस्ट्रक्शंस देबा उचित केवल प्रीचिंग 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 कहले हेबो नाही प्रीचिंग दरकार किंतु केते बेले दरकार सेटा भी हम माने जानि बाको पड़िबो एंड देन जिमिति पॉल तिमोथी को से पॉल तिमोथी को कोन प्रचार कर एटी इंस्ट्रक्टेड टू तिमोथी लेखाई छे instruction is different preaching instruction is it is individual face to face it is like instruction जनक सहित भल भाव कथोपकथन करवा both side mutual talk preaching आते बड़े आनी जंडंग जहाँ कहलो चलो विद टीचिंग एंड देन उपदेशटा टिके अलग प्रकार रही अछि तेणु करी मोर ईश्वर को लोक माने जदि आम माने गुटे मंडली रे अछु तो आम माने उपदेश देवा पाई मजा हम चेष्टा करिबा यूथ मानंकु एल्डर मानंकु एंड वुमेन मानंकु एवं विभिन्न जो ग्रुप रही अछि मंडली रे से मान का मन उपदेश देवा पाई माने चेष्टा करिबा बाइबल आत्मिक विषय मान उपदेश देबा पड़िबो ताहेले आम माने कहि परिबा जे एटा गुटे मंडली सप्ताह को थरे जदि मंडली को जदि ओपन करिबा तो कोन उपदेश चालुची ना उपासना चालुची ची जानी हेबो नाही तेणु करी मंडली रे ए सब विषय रहिबा दरकार प्रथम विषय कोन दिला उपासना एटा आ गुटे होची उपदेश तेणु ए दुईटी विषय आम मान को मन रे मान रखिबा एवं ए सब विषय मंडली रा माने प्रैक्टिस करिबा एवं नेक्स्ट क्लास रे मु नेबी जोटा कि फेलोशिप विषय सहभागिता विषय मु आप मान सम्मुख रे रखिबी तो प्रभु ए पठित वाक्य रे प्रभु प्रत्येक को आशीर्वाद करंतु एंड देन प्रभु गौरव पावंतु एवं गोटे मंडली ईश्वरंकर मंडली हे कि माने
ए सब विषय माने करिया पई चेष्टा करिबा उपासना कार्य करिबा एवं उपदेश कार्य करिबा मंडली रे ताई एटा होची हम मानकर लक्ष्य एटा होची हम मानकर मोटो एटा होची हम मानकर उद्देश्य मंडली रे रही के ए क्लास रे प्रभु समस्त आशीर्वाद करन समस्त को नमस्कार। धन्यवाद सर। हाँ ए समय रे अति सुंदर भाव रे प्रांजल भाव रे प्रभु को वाक्य नहीं हम मानक मध्य रे मंडली माध्यम रे एपरि आम जीवन जापन